ହ୍ୟାଲୋ ପିଲାମାନେ, ଆଜି ଆମେ ପ୍ରସ୍ତୁତ ହେବା ସ୍ୱାଧୀନତା ଦିବସ ଉପଲକ୍ଷେ ଭାଷଣ। ଆସନ୍ତୁ ଆରମ୍ଭ କରିବା। ସମ୍ମାନନୀୟ ପ୍ରଧାନ ଶିକ୍ଷକ ମହୋଦୟ, ମାନ୍ୟବର ଅତିଥିବୃନ୍ଦ, ପୂଜ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୋର ବନ୍ଧୁମାନେ, ଆପଣମାନଙ୍କୁ ମୋର ସାଦର ପ୍ରଣାମ। ଆଜି ଆମେ ଏକ ପବିତ୍ର, ଗୌରବମୟ ଏବଂ ଐତିହାସିକ ଦିନରେ ଏକତ୍ରିତ ହୋଇଛୁ। ଆଜି ହେଉଛି ଆମ ଦେଶର 80ତମ ସ୍ୱାଧୀନତା ଦିବସ। ଏହି ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ, ଆତ୍ମସମ୍ମାନ ଏବଂ ଦେଶପ୍ରେମର ପ୍ରତୀକ। 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ପ୍ରାୟ 2 ଶତାବ୍ଦୀର ବ୍ରିଟିଶ ଶାସନରୁ ମୁକ୍ତି ପାଇଥିଲା। କିନ୍ତୁ ବନ୍ଧୁମାନେ, ଏହି ସ୍ୱାଧୀନତା ସହଜରେ ମିଳିନଥିଲା। ଏହା ପଛରେ ରହିଛି ଲକ୍ଷ ଲକ୍ଷ ଅଜଣା ଓ ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନ। ସେମାନେ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ, ଯାହାଫଳରେ ଆଜି ଆମେ ସ୍ୱାଧୀନ ଭାବରେ ବଞ୍ଚୁଛୁ, ପଢ଼ୁଛୁ ଏବଂ ନିଜ ମତ ପ୍ରକାଶ କରିପାରୁଛୁ। ମହାତ୍ମା ଗାନ୍ଧୀ ଅହିଂସା ଓ ସତ୍ୟର ମାର୍ଗ ଦେଖାଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ, ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ରାଣୀ ଲକ୍ଷ୍ମୀବାଇ, ସର୍ଦ୍ଦାର ପଟେଲ, ବାଲ ଗଙ୍ଗାଧର ତିଲକ ଏବଂ ଅସଂଖ୍ୟ ବୀର ସନ୍ତାନ ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିଥିଲେ। ଓଡ଼ିଶାର ମାଟି ମଧ୍ୟ ଦେଶପ୍ରେମୀ ବୀରମାନଙ୍କ ଅବଦାନରେ ସମୃଦ୍ଧ। ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଶହୀଦ ଲକ୍ଷ୍ମଣ ନାୟକ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଓ ଅନେକ ମହାନ ବ୍ୟକ୍ତିତ୍ୱ ଦେଶ ଓ ସମାଜ ପାଇଁ ଅମୂଲ୍ୟ ଅବଦାନ ରଖିଛନ୍ତି। ପ୍ରିୟ ବନ୍ଧୁମାନେ, ସ୍ୱାଧୀନତାର ଅର୍ଥ କେବଳ ବିଦେଶୀ ଶାସନରୁ ମୁକ୍ତି ନୁହେଁ। ପ୍ରକୃତ ସ୍ୱାଧୀନତା ସେତେବେଳେ ସାର୍ଥକ ହୁଏ ଯେତେବେଳେ ଆମେ ଅଜ୍ଞାନତା, ଦୁର୍ନୀତି, ଦାରିଦ୍ର୍ୟ, ଅନ୍ଧବିଶ୍ୱାସ, ହିଂସା ଓ ଅସହିଷ୍ଣୁତାରୁ ମଧ୍ୟ ମୁକ୍ତି ହେବା। ଆମେ ଯୁବପିଢ଼ି, ଆଜିର ଯୁବକ ଓ ଯୁବତୀମାନେ ହିଁ ଆସନ୍ତାକାଲିର ଭାରତର ଭବିଷ୍ୟତ। ଆମ ହାତରେ ରହିଛି ଦେଶର ବିକାଶର ଦାୟିତ୍ୱ। ତେଣୁ ଆମେ ନିଜକୁ ଶିକ୍ଷିତ, ଦକ୍ଷ, ସଚେତନ ଓ ଚରିତ୍ରବାନ କରିବା ଆବଶ୍ୟକ। ଆଜି ବିଶ୍ୱ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ପ୍ରବେଶ କରିଛି। ଭାରତ ମଧ୍ୟ ମହାକାଶ ବିଜ୍ଞାନ, ଡିଜିଟାଲ ପ୍ରଯୁକ୍ତି, ଷ୍ଟାର୍ଟଅପ୍, ଚିକିତ୍ସା, କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ନୂଆ ସଫଳତା ହାସଲ କରୁଛି। ଏହି ଅଗ୍ରଗତିକୁ ଆହୁରି ଆଗକୁ ନେବାର ଦାୟିତ୍ୱ ଯୁବପିଢ଼ିର। କିନ୍ତୁ ବିକାଶ ସହିତ ଆମକୁ ନିଜର ନୈତିକ ମୂଲ୍ୟବୋଧକୁ ମଧ୍ୟ ସୁରକ୍ଷିତ ରଖିବାକୁ ହେବ। ସତ୍ୟ, ସଚ୍ଚୋଟତା, ଶୃଙ୍ଖଳା, ପରିଶ୍ରମ, ସହାନୁଭୂତି ଏବଂ ମାନବିକତା ହିଁ ଜଣେ ସଫଳ ନାଗରିକର ପରିଚୟ। ଆମର ସମ୍ବିଧାନ ଆମକୁ ଅନେକ ମୌଳିକ ଅଧିକାର ଦେଇଛି, ସେହିପରି ମୌଳିକ କର୍ତ୍ତବ୍ୟ ମଧ୍ୟ ଦେଇଛି। ଜାତୀୟ ପତାକା, ଜାତୀୟ ସଙ୍ଗୀତ ଏବଂ ସମ୍ବିଧାନକୁ ସମ୍ମାନ କରିବା, ପରିବେଶର ସୁରକ୍ଷା କରିବା, ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ଏବଂ ଦେଶର ଏକତାକୁ ଅକ୍ଷୁଣ୍ଣ ରଖିବା ଆମର କର୍ତ୍ତବ୍ୟ। ତେଣୁ ଆଜି ଆମେ ଶପଥ ନେବା ଯେ ଆମେ ସବୁବେଳେ ସତ୍ୟର ପଥରେ ଚାଲିବା, ଦେଶର ଆଇନକୁ ସମ୍ମାନ କରିବା, ପରିବେଶକୁ ସୁରକ୍ଷା କରିବା, ସମାଜର ଦୁର୍ବଳ ଓ ଅସହାୟ ଲୋକଙ୍କୁ ସହାୟତା କରିବା, ଭାରତକୁ ବିଶ୍ୱର ଏକ ଶ୍ରେଷ୍ଠ ରାଷ୍ଟ୍ର କରିବାରେ ନିଜର ଯଥାସମ୍ଭବ ଅବଦାନ ରଖିବା। ବନ୍ଧୁମାନେ, ଦେଶପ୍ରେମ କେବଳ ସୀମାରେ ଯୁଦ୍ଧ କରିବାରେ ସୀମିତ ନୁହେଁ। ଜଣେ ଶିକ୍ଷକ ଭଲ ଶିକ୍ଷା ଦେଇ, ଜଣେ ଡାକ୍ତର ସେବା କରି, ଜଣେ କୃଷକ ଖାଦ୍ୟ ଉତ୍ପାଦନ କରି, ଜଣେ ବୈଜ୍ଞାନିକ ନୂତନ ଆବିଷ୍କାର କରି ଏବଂ ଜଣେ ଛାତ୍ର ମନ ଲଗାଇ ପଢ଼ି ମଧ୍ୟ ଦେଶ ସେବା କରିପାରେ। ଆସନ୍ତୁ ଆମେ ସମସ୍ତେ ଏମିତି ଭାରତ ଗଢ଼ିବାକୁ ସଂକଳ୍ପ ନେବା, ଯେଉଁଠାରେ ଶାନ୍ତି, ସମାନତା, ଭ୍ରାତୃତ୍ୱ, ବିକାଶ ଏବଂ ମାନବିକତାର ବିଜୟ ହେବ। ମୁଁ ମୋର ଭାଷଣକୁ ଡକ୍ଟର APJ ଅବଦୁଲ କଲାମଙ୍କ ଏହି ପ୍ରେରଣାଦାୟକ ବାକ୍ୟ ସହ ସମାପ୍ତ କରୁଛି। ସ୍ୱପ୍ନ ସେ ନୁହେଁ ଯାହା ଆମେ ଶୋଇଥିବା ବେଳେ ଦେଖୁ। ସ୍ୱପ୍ନ ସେ ନୁହେଁ ଯାହା ଆମେ ଶୋଇଥିବା ବେଳେ ଦେଖୁ। ସ୍ୱପ୍ନ ସେହି ଯାହା ଆମକୁ ଶୋଇବାକୁ ଦିଏ ନାହିଁ। ସ୍ୱପ୍ନ ସେହି ଯାହା ଆମକୁ ଶୋଇବାକୁ ଦିଏ ନାହିଁ। ଆସନ୍ତୁ ଆମେ ଏମିତି ଏକ ଭାରତର ସ୍ୱପ୍ନ ଦେଖିବା ଯାହା ଜ୍ଞାନ, ବିଜ୍ଞାନ, ସଂସ୍କୃତି, ନୈତିକତା ଏବଂ ମାନବିକତାରେ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବ। ବନ୍ଦେ ମାତରମ୍। ଜୟ ହିନ୍ଦ, ଜୟ ଭାରତ,
ଧନ୍ୟବାଦ।